ଷୋଡ଼ଶ ସପ୍ତଦଶ ଅଧ୍ୟାୟ। ଶୀଘ୍ର ବ୍ରହ୍ମଜ୍ଞାନ ପ୍ରାପ୍ତି। ବ୍ରହ୍ମଜ୍ଞାନର ଯୋଗ୍ୟତା। ବାବାଙ୍କର ଉପଦେଶ। ବାବାଙ୍କ ବୈଶିଷ୍ଟ୍ୟ। ଏହି ଦୁଇ ଅଧ୍ୟାୟରେ ଜଣେ ଧନାଢ଼୍ୟ ବ୍ୟକ୍ତି କିପରି ସାଇବାବାଙ୍କଠାରୁ ଶୀଘ୍ର ବ୍ରହ୍ମଜ୍ଞାନ ପ୍ରାପ୍ତ କରିବାକୁ କାମନା କଲେ ତାହା ବର୍ଣ୍ଣନା କରାଯାଇଛି। ପୂର୍ବାଭାସ। ଗତ ଅଧ୍ୟାୟରେ ଚୌବଲକରଙ୍କ ସଂକଳ୍ପ କିପରି ଫଳବତୀ ହେଲା ତାହା ବର୍ଣ୍ଣନା କରାଯାଇଛି। ଏହି କଥାରେ ଶ୍ରୀ ସାଇବାବା ଦର୍ଶାଇଥିଲେ ଯେ ପ୍ରେମ ତଥା ଭକ୍ତି ସହକାରେ ଅର୍ପିତ ସାମାନ୍ୟ ଜିନିଷ ମଧ୍ୟ ସେ ହର୍ଷପୂର୍ବକ ସ୍ୱୀକାର କରନ୍ତି, କିନ୍ତୁ ଯଦି ତାହା ଅହଙ୍କାର ସହକାରେ ଅର୍ପଣ କରାଯାଏ ତାହେଲେ ତାହା ଅସ୍ୱୀକୃତ କରିଦିଆଯାଉଥିଲା। ପୂର୍ଣ୍ଣ ସଚ୍ଚିଦାନନ୍ଦ ହୋଇଥିବା କାରଣରୁ ସେ ବାହ୍ୟ ଆଚାର ବିଚାରକୁ ବିଶେଷ ଗୁରୁତ୍ୱ ଦେଉନଥିଲେ ଏବଂ ବିନମ୍ରତା ତଥା ଆଦର ସହକାରେ ପ୍ରଦତ୍ତ ଉପହାରକୁ ହିଁ ସ୍ୱାଗତ କରୁଥିଲେ। ପ୍ରକୃତରେ ସଦ୍ଗୁରୁ ସାଇନାଥଙ୍କଠାରୁ ଅଧିକ ଦୟାଳୁ ଓ ହିତୈଷୀ ଏହି ସଂସାରରେ ଆଉ କିଏ ହୋଇପାରନ୍ତି? ତାଙ୍କର ତୁଳନା ସମସ୍ତ ଇଚ୍ଛାକୁ ପୂରଣ କରୁଥିବା ଚିନ୍ତାମଣି କିମ୍ବା କାମଧେନୁ ସହ ମଧ୍ୟ କରାଯାଇ ପାରିବ ନାହିଁ। ସଦ୍ଗୁରୁଙ୍କ ଦ୍ୱାରା ଯେଉଁ ଅମୂଲ୍ୟ ନିଧି ଉପଲବ୍ଧି ହୁଏ ତାହା କଳ୍ପନାର ଊର୍ଦ୍ଧ୍ୱରେ। ବ୍ରହ୍ମଜ୍ଞାନ ପ୍ରାପ୍ତି। ବ୍ରହ୍ମଜ୍ଞାନ ପ୍ରାପ୍ତି ଇଚ୍ଛାରେ ଆସିଥିବା ଜଣେ ଧନାଢ଼୍ୟ ବ୍ୟକ୍ତିଙ୍କୁ ସାଇବାବା କିପରି ଉପଦେଶ ଦେଲେ ତାହା ଏବେ ଶ୍ରବଣ କରିବା। ଜଣେ ଧନୀ ବ୍ୟକ୍ତି, ଦୁର୍ଭାଗ୍ୟବଶତଃ ମୂଳ ଗ୍ରନ୍ଥରେ ତାଙ୍କର ନାମ ଉଲ୍ଲେଖ ହୋଇନାହିଁ। ଧନୀ ବ୍ୟକ୍ତି ଥିଲେ। ତାଙ୍କର ସବୁ ପ୍ରକାର ସୁଖ ସମୃଦ୍ଧି ଥିଲା। ଅଚଳାଚଳ ସମ୍ପତ୍ତି, ଘୋଡ଼ା ଗାଡ଼ି, ଜମି ଓ ଅନେକ ଦାସ ଦାସୀ ଥିଲେ। ଯେତେବେଳେ ବାବାଙ୍କର କୀର୍ତ୍ତି ଶୁଣିଲେ ତାଙ୍କର ଜଣେ ବନ୍ଧୁଙ୍କୁ ସେ କହିଲେ, ମୋ ପାଖରେ ଏବେ ଆଉ କୌଣସି ଜିନିଷର ଅଭିଳାଷ ବାକି ନାହିଁ। ଏଣୁ ଏବେ ଶିରିଡ଼ି ଯାଇ ବାବାଙ୍କଠାରୁ ବ୍ରହ୍ମଜ୍ଞାନ ପ୍ରାପ୍ତ କରିବି ଏବଂ ସତରେ ଯଦି ତାହା ମିଳିଗଲା ତାହେଲେ ମୋଠାରୁ ଅଧିକ ସୁଖୀ ଆଉ କିଏ ହୋଇପାରିବ? ତାଙ୍କର ବନ୍ଧୁ ବୁଝାଇଲେ କି ବ୍ରହ୍ମଜ୍ଞାନ ପ୍ରାପ୍ତି ସହଜ ନୁହେଁ, ବିଶେଷ କରି ତୁମ ପରି ମୋହାଚ୍ଛନ୍ନ ବ୍ୟକ୍ତି ଯିଏକି ସର୍ବଦା ସ୍ତ୍ରୀ, ସନ୍ତାନ ଓ ପଦାର୍ଥ ଲୋଭରେ ଆସକ୍ତ। ତୁମର ବ୍ରହ୍ମଜ୍ଞାନର ଆକାଂକ୍ଷା କିପରି ପୂରଣ ହେବ? ଭୁଲରେ ମଧ୍ୟ ଗୋଟିଏ କଉଡ଼ି ଦାନ କରିବା କଥା ତ ତୁମେ ଜାଣ ନାହିଁ। ବନ୍ଧୁଙ୍କ ପରାମର୍ଶକୁ ଉପେକ୍ଷା କରି ସେ ଏକ ଟାଙ୍ଗା ଗାଡ଼ି ନେଇ ଶିରିଡ଼ି ଆସିଲେ ଏବଂ ମସଜିଦରେ ପ୍ରବେଶ କଲେ। ସାଇବାବାଙ୍କ ଦର୍ଶନ କରି ତାଙ୍କ ଚରଣରେ ଲୋଟି ପଡ଼ିଲେ। ପ୍ରାର୍ଥନା କଲେ କି ଆପଣ ଏଠାକୁ ଆସୁଥିବା ସମସ୍ତ ଲୋକଙ୍କୁ ଅଳ୍ପ ସମୟ ମଧ୍ୟରେ ବ୍ରହ୍ମ ଦର୍ଶନ କରାଇ ଦେଉଛନ୍ତି। କେବଳ ଏହି କଥା ଶୁଣି ମୁଁ ବହୁ ଦୂରରୁ ଏଠାକୁ ଆସିଛି। ମୁଁ ଯାତ୍ରା କାଳରେ ଅଧିକ କ୍ଳାନ୍ତ ହୋଇଯାଇଛି। ଯଦି ମୋତେ କୌଣସି ମତେ ବ୍ରହ୍ମଜ୍ଞାନ ପ୍ରାପ୍ତି ହୋଇଯାଏ, ମୁଁ ଏହି ଯାତ୍ରାକାଳୀନ କଷ୍ଟ ସଫଳ ଏବଂ ସାର୍ଥକ ହେଲା ବୋଲି ମନେ କରିବି। ବାବା କହିଲେ, ମୋର ପ୍ରିୟ ମିତ୍ର, ଏତେ ଅଧୀର ହୁଅ ନାହିଁ। ମୁଁ ତୁମକୁ ଶୀଘ୍ର ବ୍ରହ୍ମ ଦର୍ଶନ କରାଇଦେବି। ମୋର ସମସ୍ତ ବ୍ୟବହାର ନଗଦ ସ୍ୱରୂପ ଅଟେ ଏବଂ ମୁଁ କେବେ ଉଦ୍ଧାର କରେ ନାହିଁ। ଏହି କାରଣରୁ ଅନେକ ଲୋକ ଧନ, ସ୍ୱାସ୍ଥ୍ୟ, ଶକ୍ତି, ମାନ, ପଦ, ଆରୋଗ୍ୟ ତଥା ଅନ୍ୟ ପଦାର୍ଥର କାମନା ପୂର୍ତ୍ତି ନିମନ୍ତେ ମୋ ପାଖକୁ ଆସନ୍ତି। ଏପରି କୌଣସି ଲୋକ ତ ବିରଳ ଯିଏକି ବ୍ରହ୍ମଜ୍ଞାନ ପିପାସୁ ଅଟନ୍ତି। ଭୌତିକ ପଦାର୍ଥର ଅଭିଳାଷ ନିମନ୍ତେ ଏଠାକୁ ଆସୁଥିବା ଲୋକଙ୍କର ଅଭାବ ନାହିଁ, କିନ୍ତୁ ଆଧ୍ୟାତ୍ମିକ ଜିଜ୍ଞାସୁଙ୍କର ଆଗମନ ଅତ୍ୟନ୍ତ ଦୁର୍ଲଭ। ମୁଁ ଭାବୁଛି କି ମୋ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ତଥା ଧନ୍ୟ ଅଟେ, କାରଣ ମୁଁ ତୁମ ଭଳି ଜଣେ ବ୍ୟକ୍ତି ଏଠାରେ ପହଞ୍ଚି ବ୍ରହ୍ମଜ୍ଞାନ ଦେବା ନିମନ୍ତେ ପ୍ରାର୍ଥନା କରୁଛି। ମୁଁ ସହର୍ଷ ତୁମକୁ ବ୍ରହ୍ମ ଦର୍ଶନ କରାଇଦେବି। ଏହା କହି ବାବା ତାଙ୍କୁ ପାଖରେ ବସାଇଲେ ଏବଂ ନାନା କଥା ଆଲୋଚନା ଭିତରେ ପ୍ରଶ୍ନକର୍ତ୍ତା ନିଜର ମୂଳ ପ୍ରଶ୍ନ କଥା ଭୁଲିଗଲେ। ବାବା ଜଣେ ବାଳକକୁ ଡାକି ନନ୍ଦୁ ମାରୁଡ଼ାଙ୍କଠାରୁ 5 ଟଙ୍କା ଧାର ଆଣିବାକୁ କହିଲେ। ବାଳକ ଜଣକ ଦୌଡ଼ିଗଲା, କିନ୍ତୁ କିଛି ସମୟ ପରେ ଫେରି ଆସି କହିଲା କି ନନ୍ଦୁଙ୍କ ଘରେ ତାଲା ପଡ଼ିଛି। ଏହାପରେ ବାବା ଆଉ ଜଣେ ବ୍ୟବସାୟୀ ପାଖକୁ ପଠାଇଲେ। ଏଥର ମଧ୍ୟ ବାଳକଟି ଟଙ୍କା ଆଣିବାରେ ବିଫଳ ହେଲା। 2-3 ଥର ଏପରି କରିବା ସତ୍ତ୍ୱେ ପରିଣାମ ପୂର୍ବପରି ହେଲା। ଆମେ ଜାଣୁ ଯେ ବାବା ସ୍ୱୟଂ ସଗୁଣ ବ୍ରହ୍ମର ଅବତାର ଥିଲେ। ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଏହି ସ୍ୱଳ୍ପ ପରିମାଣର 5 ଟଙ୍କା ପ୍ରକୃତରେ କ'ଣ ତାଙ୍କର ଆବଶ୍ୟକ ଥିଲା? ତାଙ୍କର ତ ଏହାର ମୋଟେ ଆବଶ୍ୟକ ନଥିଲା। ସେ ନିଶ୍ଚୟ ଜାଣିଥିବେ ଯେ ନନ୍ଦୁ ଘରେ ନାହାନ୍ତି। ଏହି ନାଟକ ସେ କେବଳ ଅନ୍ୱେଷଣଙ୍କ ପରୀକ୍ଷା ନିମନ୍ତେ ରଚନା କରିଥିଲେ। ବ୍ରହ୍ମଜିଜ୍ଞାସୁ ମହୋଦୟ ଯାହାଙ୍କ ପାଖରେ ଟଙ୍କାର ବିଡ଼ାମାନ ଥିଲା, ସେ ଯଦି ପ୍ରକୃତରେ ବ୍ରହ୍ମଜ୍ଞାନର ଆକାଂକ୍ଷୀ ହୋଇଥାନ୍ତେ ତାହେଲେ ଏତେ ସମୟ ଯାଏ ନୀରବରେ ବସିନଥାନ୍ତେ। ଯେତେବେଳେ ବାବା 5 ଟଙ୍କା ଉଦ୍ଧାର ଆଣିବା ପାଇଁ ବାଳକଟିକୁ ଏପଟ ସେପଟ ଦୌଡ଼ାଉଥିଲେ, ସେତେବେଳେ ସେ ଦର୍ଶକ ରୂପରେ ବସିନଥାନ୍ତେ। ସେ ଜାଣିଥିଲେ ଯେ ବାବା ତାଙ୍କର ପ୍ରତିଜ୍ଞା ପୂରଣ କରି ଋଣ ଅବଶ୍ୟ ଶୁଝାଇବେ। ଯଦିଓ ବାବାଙ୍କ ଦ୍ୱାରା ଇପ୍ସିତ ରାଶି ଅତି ସ୍ୱଳ୍ପ ଥିଲା, ତଥାପି ସେ ନୀରବ ହୋଇ ରହିଲେ ଏବଂ 5 ଟଙ୍କା ଉଦ୍ଧାର ଦେବାକୁ ଇଚ୍ଛା କଲେ ନାହିଁ। ପାଠକମାନେ ବିଚାର କରନ୍ତୁ ତ, ଏପରି ବ୍ୟକ୍ତି ବାବାଙ୍କଠାରୁ ବ୍ରହ୍ମଜ୍ଞାନ, ଯାହାକି ବିଶ୍ୱର ଅତି ଶ୍ରେଷ୍ଠ ଧନ, ତାହା ପାଇବା ପାଇଁ ଆସିଛନ୍ତି। ଯଦି ବାବାଙ୍କୁ ପ୍ରକୃତରେ ପ୍ରେମ କରିବା ପାଇଁ ଅନ୍ୟ କେହି ହୋଇଥାନ୍ତା, ସେ କେବଳ ଦର୍ଶକ ନ ସାଜି ତୁରନ୍ତ 5 ଟଙ୍କା ପ୍ରଦାନ କରିଥାନ୍ତା। କିନ୍ତୁ ସେ ମହାଶୟଙ୍କର ବ୍ୟବହାର ତ ବିଲକୁଲ ବିପରୀତ ଥିଲା। ନା ସେ ଟଙ୍କା ଦେଲେ, ନା ନୀରବରେ ବସିଲେ, ପରନ୍ତୁ ଶୀଘ୍ର ଫେରିଯିବାକୁ ଉଦ୍ୟତ ହେଉଥିଲେ ଏବଂ ଅଧୀର ହୋଇ ବାବାଙ୍କୁ କହିଲେ କି ବାବା, ଦୟାକରି ମୋତେ ଶୀଘ୍ର ବ୍ରହ୍ମଜ୍ଞାନ ଦେଇଦିଅନ୍ତୁ। ବାବା ଉତ୍ତର ଦେଲେ, ମୋର ପ୍ରିୟ ମିତ୍ର, କ'ଣ ଏହି ନାଟକରୁ ତୁମେ କିଛି ବୁଝିପାରିଲ ନାହିଁ? ମୁଁ ତୁମକୁ ବ୍ରହ୍ମ ଦର୍ଶନ କରାଇବାର ହିଁ ପ୍ରଯତ୍ନ କରୁଥିଲି। ସଂକ୍ଷେପରେ ତାତ୍ପର୍ଯ୍ୟ ହେଉଛି, ବ୍ରହ୍ମ ଦର୍ଶନ ନିମିତ୍ତ 5ଟି ବସ୍ତୁ ତ୍ୟାଗ କରିବାକୁ ହୋଇଥାଏ: ପଞ୍ଚପ୍ରାଣ, 5 ଇନ୍ଦ୍ରିୟ, ମନ, ବୁଦ୍ଧି ତଥା ଅହଙ୍କାର। ଏହା ହେଲା ବ୍ରହ୍ମଜ୍ଞାନ। ଆତ୍ମାନୁଭୂତିର ମାର୍ଗ ଖଣ୍ଡାଧାରରେ ଚାଲିବା ସହ ସମାନ। ଶ୍ରୀ ସାଇବାବା ପୁଣି ଏହି ବିଷୟରେ ବିସ୍ତୃତ ବକ୍ତବ୍ୟ ପ୍ରଦାନ କଲେ, ଯାହାର ସାରାଂଶ ହେଉଛି,
ब्रह्मज्ञान व आत्मानुभूतिर योग्यता साधारण मनुष्य को प्रायतः तार जीवन काल मध्य ब्रह्मदर्शन हो न था तार प्राप्ति निमंते किसी योग्यता नितांत आवश्यक मुमुक्षुर अर्थात मुक्तिर तीव्र उत्कंठा जी मन करे कि मु बंधन अच्छी और ये बंधन मुक्त निमंते इच्छा करे तथा उद्देश्य प्राप्ति निमंते उत्सुकता और ब्रह्म और दृढ़ संकल्प सह प्रयत्न करे तथा प्रत्येक परिस्थितिर सम्मुखीन होगा प्रस्तुत रहे से आध्यात्मिक अग्नि यात्रा करने को योग्य विरक्ति लोकपरलोकर समस्त पदार्थ प्रति उदासीन भाव यह जगतर वस्तु लाभ प्रतिष्ठा आदि कर्मजन्य विषय प्रति जेपर्यंत उदासीनता उत्पन्न न होइछि से जाए आध्यात्मिक जगत में प्रवेश कर अधिकार नहीं। अंतर्मुखी ईश्वर आम इंद्रिय गुड़िकर रचना एपरी कर सर्वदा बाह्य जगत प्रति आकृष्ट होगा तार धर्म तेणु आम सर्वदा बाहर जगतर ध्यान दे था अंत जगत प्रति नुहे जी आत्मदर्शन और आध्यात्मिक जीवन प्रति आग्रही दृष्टि अंतर्मुखी कर निजक निज भितर लीन करने आवश्यक। पाप शुद्धि जेपर्यंत मनुष्य दुष्कर्म त्याग करे नहीं से पर्यंत तार पूर्ण शांति मिलिब नहीं कि मन स्थिर रहिब नहीं बुद्धिबल द्वारा से कदापि ज्ञान लाभ कर नहीं। उचित आचरण जेपर्यंत मनुष्य सत्यवादी त्यागी एवं अंतर्मुखी हो ब्रह्मचर्य व्रत पालन कर जीवन अतिबाहित करे नहीं से पर्यंत आत्मानुभूति संभव नुहे। सारा वस्तु ग्रहण करवा दुई प्रकार वस्तु अच्छी नित्य व अनित्य प्रथमटी आध्यात्मिक विषय सह संबंधित और द्वितीयटी सांसारिक विषय सह मनुष्य को उभयर सम्मुखीन होगा हुए विवेक द्वारा ताकू कौन गोटी को बाछा हुए विद्वान पुरुष मैंने अनित्य नित्य को श्रेयस्कर मन करते किंतु जी मूढ़ामती से आसक्ति वशीभूत हो अनित्य को ही श्रेष्ठ मनक से प्रकार आचरण करते। मन इंद्रिय पर नियंत्रण शरीर एक रथ और आत्मा यार स्वामी बुद्धि सारथी मन लगाम और इंद्रिय हूँ घोड़ा इंद्रिय विषय तार पथ जी विचार शून्य जार मन चंचल तथा जार इंद्रिय सारथीर दुष्ट घोड़ा सामान अटे सी तार गंतव्य स्थल में पहुँची पार नहीं तथा जन्म मृत्यु चक्र घुरुव मात्र जी उन्नतिकामी जी मन पर नियंत्रण रखिपारी तथा जार इंद्रिय सारथीर उत्तम घोड़ा जार इंद्रिय सारथीर उत्तम घोड़ा सदृश नियंत्रण रही जे गंतव्यस्थल में पहुँची पार सी गंतव्यस्थल पहुँची पार अर्थात तार परम पद प्राप्ति है पुनर्जन्म हेब नहीं। जो व्यक्ति निजर बुद्धि द्वारा मन को वश कर दिए सी शेष में तार लक्ष्य प्राप्ति कर सर्वशक्तिमान भगवान विष्णु को लोक पहुँची जाए। मनर पवित्रता जेपर्यंत मनुष्य निष्काम कर्म करे नहीं से पर्यंत तार चित्तशुद्धि और आत्मदर्शन संभव नुहे। विशुद्ध मन ही विवेक और वैराग्य उत्पन्न होता है जो आत्मदर्शन मार्ग में प्रगति हुए अहंकार शून्य न आत्मसाक्षात्कार संभव नुहे। विषय वासना आत्मनुभूति मार्ग में बाधक अटे मु शरीर ये धारणा भ्रम जदि जीवन उद्देश्य अर्थात आत्मसाक्षात्कार प्राप्त कर तुम अभिलाष अच्छी ताहले धारणा तथा आसक्ति को त्याग कर। गुरु का आवश्यकता आत्मज्ञान एपर एक गूढ़ तथा रहस्यमय विषय जे स्वयं प्रयास द्वारा हासिल करने संभव नुहे। एक कारण आत्मानुभूति प्राप्ति निमित्त गुरु सहायता नितांत आवश्यक अत्यंत कठिन परिश्रम और प्रयास द्वारा अन्य कौन दे पारे गुरु कृपा द्वारा ही यह सहज प्राप्त हो पार। जी स्वयं यह मार्ग अनुसरण कर अनुभव हासिल कर सारी सी शिष्य को सरलतापूर्वक स्तर पर स्तर दे आध्यात्मिक उन्नति पथ नहीं पारे। शेष ईश्वर कृपा नितांत आवश्यक जितेबाला भगवान क्या पर कृपा करती विवेक और वैराग्य प्रदान कर भवसागर उद्धार करती। ये आत्मानुभूति नाना प्रकार विद्या और बुद्धि द्वारा हुए ना कि शुद्ध वेदाध्ययन द्वारा हुए ना। एथि जहाँ कोई आत्मा वरण करे ताकू ता प्राप्त होता है तथा ता सम्मुख से निजर स्वरूप प्रकट करते। कठोपनिषद यह वर्णना कर बाबा उपदेश जितेबाला उपदेश समाप्त है बाबा उक्त व्यक्ति कहले अच्छा महाशय तुम पकेट्रे 5 टंकार 50 गुण टंका बहु टंका रूप ब्रह्म अच्छा बाहर कर से नोट बिटा बाहर कले गणिबार समस्त को आश्चर्य कर देखाई जे 10 टंकिया नोट ठीक 25टी अच्छी। बाबा सर्वज्ञान देखी उक्त व्यक्ति विस्मित हो गले और बाबा चरण लोटी पड़ी आशीर्वाद भिक्षा कले। बाबा कहले कि निजर ब्रह्म अर्थात नोट बिड़ार बंडल को साइज रख जेपर्यंत तुम लोभ और ईर्षा पूर्ण जेपर्यंत तुम लोभ और ईर्षा पूर्ण मात्रा दूर न होइछि से पर्यंत तुम्हें ब्रह्म को सत्य स्वरूप को जापर नहीं। जार मन धन संतान और ऐश्वर्य निमग्न रही से सब आसक्ति को त्याग करने बिना किपरि गुरु ब्रह्म को जानवा को आशा कर। आसक्तिर भ्रम और धन तृष्णार दुख एपरि एक भौणी सदृश जो अहंकार ईर्षारूपी मगर संतरण करे जी इच्छा रहित है से ही व्यवसागर पार हो पार। तृष्णा और ब्रह्म को पारस्परिक संबंध यही प्रकार तेणु से परस्पर कठोर शत्रु। तुलसीदास कहती जहाँ राम तहाँ काम नहीं जहाँ काम नहीं राम तुलसी कबू होत नहीं रवि रजनी इक ठाम।
ଯେଉଁଠାରେ ଲୋଭ ଅଛି ସେଠାରେ ବ୍ରହ୍ମଙ୍କ ଚିନ୍ତନ ବେ ଧ୍ୟାନର ପ୍ରଶ୍ନ ଉଠୁନାହିଁ। ପୁଣି ଲୋଭୀ ପୁରୁଷକୁ ବିରକ୍ତି ଓ ମୁଖ୍ୟ ବ୍ୟକ୍ତି କିପରି ହେବ? ଲୋଭାସକ୍ତ ପୁରୁଷର ନା ଶାନ୍ତି ଥାଏ ନା ସନ୍ତୋଷ, ନା ସେ ଦୃଢ଼ ପ୍ରତିଜ୍ଞ ହୋଇପାରେ। ଯଦି ମନ ଭିତରେ କିଛି ମାତ୍ର ଲୋଭ ବାକି ରହିଯାଏ, ତାହେଲେ ବୁଝିବାକୁ ହେବ ଯେ ସମସ୍ତ ସାଧନ ବ୍ୟର୍ଥ ଗଲା। ଜଣେ ଉତ୍ତମ ସାଧକ ଯଦି ଫଳପ୍ରାପ୍ତିର ଇଚ୍ଛା ବା ନିଜର କର୍ତ୍ତବ୍ୟର ପ୍ରତିଫଳ ଭାବନାରୁ ମୁକ୍ତ ହୁଏ ନାହିଁ ଏବଂ ଯଦି ସେଥିପ୍ରତି ଅରୁଚି ଉତ୍ପନ୍ନ ହୁଏ ନାହିଁ, ତାହେଲେ ସବୁକିଛି ବୃଥା। ଆତ୍ମାନୁଭୂତି ପ୍ରାପ୍ତ କରିବାରେ ସେ ସଫଳ ହୋଇପାରିବ ନାହିଁ। ଯିଏ ଅହଙ୍କାରୀ ତଥା ସର୍ବଦା ବିଷୟ ଚିନ୍ତନରେ ନିମଗ୍ନ ରହେ, ତା ଉପରୁ ଗୁରୁଙ୍କ ଉପଦେଶ ତଥା ଶିକ୍ଷାର କୌଣସି ପ୍ରଭାବ ପଡ଼େ ନାହିଁ। ଏଣୁ ମନର ପବିତ୍ରତା ଅତ୍ୟନ୍ତ ଆବଶ୍ୟକ, କାରଣ ଏହା ବିନା ଆଧ୍ୟାତ୍ମିକ ସାଧନାର କୌଣସି ମହତ୍ତ୍ୱ ନାହିଁ। ଏଥିପାଇଁ ଯାହାକୁ ଯେଉଁ ମାର୍ଗ ବୋଧଗମ୍ୟ ମନେ ହୁଏ, ସେ ତାକୁ ହିଁ ଅବଲମ୍ବନ କରିବା ଶ୍ରେୟସ୍କର। ମୋର ଭଣ୍ଡାର ପରିପୂର୍ଣ୍ଣ ଏବଂ ପ୍ରତ୍ୟେକଙ୍କ ଇଚ୍ଛା ଅନୁସାରେ ମୁଁ ସେମାନଙ୍କର କାମନା ପୂରଣ କରିପାରିବି। କିନ୍ତୁ ମୋତେ ପାତ୍ରଙ୍କର ଯୋଗ୍ୟତା ପ୍ରତି ଧ୍ୟାନ ଦେବାକୁ ପଡ଼ୁଛି। ମୁଁ ଯାହା କିଛି କହୁଛି, ଯଦି ତୁମେ ଏକାଗ୍ର ଚିତ୍ତରେ ଶୁଣିବ, ତାହେଲେ ତୁମର କଲ୍ୟାଣ ହେବ। ଏହି ମସଜିଦରେ ବସି ମୁଁ କେବେ ଅସତ୍ୟ ଉଚ୍ଚାରଣ କରେ ନାହିଁ। ଯେବେ ଗୃହକୁ କୌଣସି ଅତିଥିଙ୍କୁ ନିମନ୍ତ୍ରଣ କରାଯାଏ ଏବଂ ତାଙ୍କ ସହିତ ପରିବାର, ଅନ୍ୟାନ୍ୟ ବନ୍ଧୁ, ଆତ୍ମୀୟ ସ୍ୱଜନଙ୍କୁ ମଧ୍ୟ ଭୋଜନ ପରଷାଯାଏ, ବାବାଙ୍କ ଦ୍ୱାରା ଧନୀ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥିବା ଏହି ଜ୍ଞାନ ଭୋଜିରେ ଉପସ୍ଥିତ ଭକ୍ତ ସମ୍ମିଳିତ ହେଲେ। ବାବାଙ୍କର ଆଶୀର୍ବାଦ ପ୍ରାପ୍ତ କରି ସମସ୍ତେ ସେ ଧନୀ ବ୍ୟକ୍ତିଙ୍କ ସହ ଆନନ୍ଦ ଓ ପ୍ରସନ୍ନତାପୂର୍ବକ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କଲେ। ବାବାଙ୍କର ବୈଶିଷ୍ଟ୍ୟ। ଏପରି ଅନେକ ସନ୍ଥ ଅଛନ୍ତି ଯେଉଁମାନେ ଗୃହ ତ୍ୟାଗ କରି ଗୁମ୍ଫା ବା ପର୍ଣ୍ଣକୁଟୀରରେ ଏକାନ୍ତ ବାସ କରି ନିଜର ମୁକ୍ତି ଏବଂ ମୋକ୍ଷ ପ୍ରାପ୍ତି ନିମନ୍ତେ ପ୍ରୟାସ କରନ୍ତି। ସେମାନେ ଅନ୍ୟମାନଙ୍କୁ କିଛି ମାତ୍ର ଅପେକ୍ଷା ନ କରି ସର୍ବଦା ଧ୍ୟାନସ୍ଥ ରୁହନ୍ତି। ଶ୍ରୀ ସାଇ ବାବା ଏହି ପ୍ରକୃତିରେ ନଥିଲେ। ଯଦିଓ ତାଙ୍କର ଘରଦ୍ୱାର, ପତ୍ନୀ କି ସନ୍ତାନ, ନିକଟ ବା ଦୂର ସ୍ୱଜନ ନଥିଲେ, ତଥାପି ସେ ସଂସାର ମଧ୍ୟରେ ରହୁଥିଲେ। ସେ କେବଳ 4-5ଟି ଘରୁ ଭିକ୍ଷା ନେଇ ନିମ୍ବ ବୃକ୍ଷ ତଳେ ବାସ କରୁଥିଲେ ଏବଂ ସାଧାରଣ ନରତୁଲ୍ୟ ବ୍ୟବହାର କରୁଥିଲେ। ଏହି ବିଶ୍ୱରେ ରହି କେଉଁ ପ୍ରକାର ଆଚରଣ କରିବା ଆବଶ୍ୟକ, ତାହାର ସେ ଶିକ୍ଷା ଦେଉଥିଲେ। ଏପରି ସାଧୁ ବା ସନ୍ଥ ପ୍ରାୟତଃ ବିରଳ, ଯିଏ ସ୍ୱୟଂ ଭଗବତ୍ ପ୍ରାପ୍ତି ପରେ ଲୋକଙ୍କ କଲ୍ୟାଣ ନିମନ୍ତେ ପ୍ରୟାସ କରିବେ। ଶ୍ରୀ ସାଇ ବାବା ଏ ସମସ୍ତଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ।